ଗୋଟିଏ ଗ୍ରାମରେ 4 ଜଣ ଭଲ ବାନ୍ଧବୀ ରହୁଥିଲେ। ମକର, ବଉଳ, ଅଭଡ଼ା, ମାଣିକ। ସମୟ ସହିତ ବୟସ ହେଲା, 4 ଜଣଙ୍କର ବାହାଘର ହୋଇଗଲା। କିଏ କୁଆଡ଼େ ରହିଲେ, କାହା ସହିତ କାହାର ଆଉ ଦେଖା ହେଇପାରିଲା ନାହିଁ। କିଛି ବର୍ଷ ଗଲା, ଗାଁରେ ମିଳନ ହୋଇଥାଏ। ସେହି ସମୟରେ 4 ବାନ୍ଧବୀଙ୍କ ଜଣେ ଜଣକୁ ଦେଖି ଏତେ ଖୁସି କହିଲେ ନ ସରେ। ବସି ପଡ଼ିଲେ ଦୁଃଖ ସୁଖ ହେବା ପାଇଁ 4 ବାନ୍ଧବୀ। କିନ୍ତୁ ମକର ମନ ଦୁଃଖ ହେଇଗଲା ବଉଳ, ଅଭଡ଼ା, ମାଣିକକୁ ଦେଖି। ଆଉ ମନେ ମନେ ଭାବୁଥିଲା, କାହିଁକି ଏମାନଙ୍କ ସହିତ ଦେଖା ହେଉଥିଲା। ଏମାନଙ୍କ ଆଗରେ ମୁଁ କିଛି ନୁହେଁ। ଏମାନେ ବହୁତ ଖୁସିରେ ଅଛନ୍ତି। କେତେ ସୁନା ରୂପା ଭଲ ଲୁଗା ପିନ୍ଧିଛନ୍ତି, ହେଲେ ମୁଁ ଲୁଗା ବି ଖଣ୍ଡେ ଭଲ ପିନ୍ଧିନି। ଏମାନେ ମୋତେ ଦେଖି ଭାବୁଥିବେ ମକର ବହୁତ ଗରିବ। ଏମିତି ମନେ ମନେ ଭାବି ଚାଲିଛି ମକର, ଆଉ ନିଜକୁ ଛୋଟ ମନେ କରୁଛି। ଉପରେ ଉପରେ ହସୁଥାଏ। ସେତିକି ବେଳେ ମାଣିକ ମକରକୁ ପଚାରିଲା, ଆଉ ସାଙ୍ଗ, ତୁ କେମିତି ଅଛୁ? ପ୍ରଥମେ ତୋ କଥା କହ। ମକର କହୁଛି, ହଁ ସେମିତି, ତମମାନଙ୍କ ଭଳି ଏତେ ଖୁସିରେ ନାହିଁ। ମୋ ସ୍ୱାମୀ ଦିନ ମଜୁରିଆ। ଯାହା ଦିନ ସାରା ଖଟିକି ଆଣନ୍ତି, ସେଇଥିରେ ଭାରି କଷ୍ଟରେ ଚଳୁ। ମୋର 2ଟି ପିଲା, ଶାଶୁ ଶ୍ୱଶୁର ନଣନ୍ଦ ଏମାନଙ୍କୁ ନେଇ ପରିବାର। କିନ୍ତୁ ମୋ ସ୍ୱାମୀ ବହୁତ ଭଲ। ପରିବାରରେ ମୋତେ ସମ୍ମାନ ମିଳେ, ଭଲ ପାଇବା ମିଳେ। ଆମେ ପୁରା ଗରିବ। ଯାହା ଯେତିକି ମିଳୁଛି ସେଥିରେ ରହିବା ପାଇଁ ପଡ଼ୁଛି। ତମମାନଙ୍କ ଭଳି ଧନୀ ନୁହେଁ। ହଉ ଛାଡ଼ ମୋ କଥା। ବଉଳ, ତୋ କଥା କହ। ତୁ କେମିତି ଅଛୁ? ମୁଁ କ'ଣ କହିବି? ମୋ ସ୍ୱାମୀ ବ୍ୟବସାୟ କରନ୍ତି। ଗୋଟିଏ ପିଲା, ଶାଶୁ ଶ୍ୱଶୁର କେହି ନାହାନ୍ତି। ଟଙ୍କା ପଇସାର ବି ଅଭାବ ନାହିଁ। ହେଲେ କ'ଣ ହେବ ସାଙ୍ଗ? ମୋ ସ୍ୱାମୀର ପରକୀୟା ପ୍ରୀତି ଯୋଗୁଁ ନିଶା ଦ୍ରବ୍ୟରେ ସବୁବେଳେ ବୁଡ଼ି ରହିଲେ। ଯାହା କହିଲେ ମୋତେ ମାରୁଛନ୍ତି। ସ୍ତ୍ରୀର ମର୍ଯ୍ୟାଦା କେବେ ପାଇଲି ନାହିଁ। ମୋ ଜୀବନଟା ବି ଦୁଃଖରେ କଟୁଛି ସାଙ୍ଗ, ଖୁସି ନାହିଁ। ହଉ ମୋ କଥା ଛାଡ଼। ଅଭଡ଼ା, ତୋ କଥା କହ। ତୋ ଖବର କ'ଣ? ମୋର ତ ଦୁଃଖ କହିଲେ ସରିବନି। ମୋ ଦୁଃଖ ବି କମ୍ ନୁହେଁ। ମୋ ସ୍ୱାମୀ ଉଚ୍ଚପଦସ୍ଥ କର୍ମଚାରୀ। ଟଙ୍କା ପଇସାରେ ବି ଅଭାବ ନାହିଁ। 2ଟି ପିଲା, ମୋ ସ୍ୱାମୀ ଭଲ ମଣିଷ। ହେଲେ ମୋ ଶାଶୁ ଶ୍ୱଶୁର ନଣନ୍ଦ ମୋତେ ଦେଖି ସହିପାରନ୍ତି ନାହିଁ। ବହୁତ ହଇରାଣ କରୁଛନ୍ତି। ତାଙ୍କ ପାଇଁ ଘରେ ସବୁଦିନ ଅଶାନ୍ତି ବିଶୃଙ୍ଖଳା। ମୁଁ ବି ଖୁସିରେ ନାହିଁ। ଦୁଃଖରେ ଦିନ ଗୁଡ଼ାକ। ହଉ ଛାଡ଼ ମୋ କଥା। ମାଣିକ, ତୋ ଖବର କ'ଣ କହ? ତୁ ତ ରାଜା ଘରେ ବାହା ହୋଇଛୁ। ତୋର ଦୁଃଖ କ'ଣ ଥିବ? ଦୁଃଖ କ'ଣ ତୁ ଜାଣିନଥିବୁ। ମାଣିକ ହଠାତ୍ କାନ୍ଦି ଉଠିଲା। କହିଲା, ତମମାନଙ୍କ ଠାରୁ ମୋର ସବୁଠୁ ବଡ଼ ଦୁଃଖ। ଆଲୋ, ତୁ ରାଜାଙ୍କ ରାଣୀ, ତୋର କି ଦୁଃଖ? ମାଣିକ କହୁଛି, ମୋର ଟଙ୍କା ପଇସା ସୁନା ରୂପା କେଉଁଥିରେ ଅଭାବ ନାହିଁ। ମୋ ରାଜା ମୋତେ ସମ୍ମାନ ଦିଅନ୍ତି। ମୋର ପରିବାରର ସଦସ୍ୟ ସମସ୍ତେ ଭଲ। ହେଲେ ବାହାଘର ଏତେ ଦିନ ବିତିଗଲାଣି, ମାଆର ସୁଖ କି ରାଜାଙ୍କୁ ପିତା ହେବାର ସୁଖ ଦେଇପାରିଲିନି। ଦେହ ସୁସ୍ଥ ନଥିବାରୁ ମୁଁ କେବେ ମା ହୋଇପାରିବି ନାହିଁ। ରାଜାଙ୍କୁ ଦ୍ୱିତୀୟ ବିବାହ କରିବାକୁ ବାଧ୍ୟ କଲେ ସେ ମନା କରୁଛନ୍ତି। ରାଜସିଂହାସନ ଉତ୍ତରାଧିକାରୀ କେହି ନାହାନ୍ତି। ମା ସୁଖ ଆଗରେ ରାଣୀର ସୁଖ ତୁଚ୍ଛ। ମୁଁ ଅଧିକ ଦୁଃଖରେ ଅଛି। ସତ କଥା କହିବା ପାଇଁ ଗଲେ ସମସ୍ତଙ୍କ ଠାରୁ ସୁଖୀ ହେଉଛି ମକର। ହୁଏତ ଟଙ୍କାର ଅଭାବ ଥାଇପାରେ, ହେଲେ ସ୍ୱାମୀଠାରୁ ସମ୍ମାନ, ପରିବାରର ଭଲ ପାଇବା, 2ଟା ପିଲାଙ୍କ ମା, ଘରେ ଶାନ୍ତି, ହସ ଖୁସିର ପରିବେଶ, ଆଉ କ'ଣ ବା ଦରକାର? ଶେଷରେ ମକର ବୁଝିପାରିଲା, ସମସ୍ତଙ୍କ ଜୀବନରେ କିଛି ନା କିଛି ସମସ୍ୟା ଦୁଃଖ ରହିଛି। ଭଗବାନ ଯାହା ଯେତିକି ଦେଇଛନ୍ତି ସେଥିରେ ସନ୍ତୁଷ୍ଟ ହେବା ଠିକ୍। ଅନ୍ୟମାନଙ୍କୁ ଦେଖି ନିଜକୁ ଛୋଟ ମଣିମା ବୋକାମି।